ଆଜିର ସମୟରେ ଯେଉଁମାନେ ବେକାରୀ ହେଇକି ବସୁଛନ୍ତି ଘରେ ଯେଉଁ ଟଙ୍କା ପଇସା ଦେଇଥାନ୍ତି ବିଜନେସ୍ କରିବାକୁ କିମ୍ବା ବାପା ବୋଉଙ୍କୁ ଭୁଲେଇ ଭାଲେଇକି ମୁଁ ଆଜି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିକି ଗୋଟେ ଦୋକାନ କରିବି, ଲାଷ୍ଟକୁ କିଏ ଗଞ୍ଜଡ଼ିଆ ହାବୁଡ଼ରେ ପଡ଼ିଗଲା, ଗଞ୍ଜଡ଼ ହେଇଗଲା, ବର୍ବାଦୀ କରିଦେଲା, କିଏ ମଦ ପିଇକି ବର୍ବାଦୀ କରିଦେଲା। କିନ୍ତୁ ଆଜି ଏମିତି ଗୋଟେ ବିଜନେସ୍ ଆଇଡ଼ିଆ ଦେବି, ଦେଖ ଲାଇଫ୍ ବଦଳିଯିବ। ଏ ବିଜନେସ୍ ଆଇଡ଼ିଆ 2026 ପାଇଁ ନୂଆ। ଯଦି ପାଖରେ ପଇସା ଅଛି ଭଲ କଥା, ଯଦି ନାହିଁ ଘର ଲୋକଙ୍କୁ ମନେଇବ, ଯଦି ସେତିକି ନ ହେଇପାରୁଛି ମୁଁ କିଛି କହିପାରିବିନି। କିନ୍ତୁ ଏ ଆଇଡ଼ିଆଟା ନିହାତି ଭାବରେ ଅନ୍ୟମାନଙ୍କୁ ସେୟାର କରିବ, ଏ ବଡ଼ ଭାଇକୁ ମଧ୍ୟ ପଠାଇବ। କାହିଁକି ନା ଏ ବିଜନେସ୍ କରି ଲୋକମାନେ ରାତାରାତି କୋଟିପତି ହେଇଯାଉଛନ୍ତି। ଆପଣମାନେ ମୋ ପାଖରେ ଦେଖିପାରୁଥିବେ। ସାର୍ ନମସ୍କାର, ଆଇଡ଼ିଆଟା କହୁଛି। ନମସ୍କାର ସାର୍। ନମସ୍କାର। ସାର୍ ଆଜିର ଡେଟ୍ରେ ଆପଣଙ୍କର ପ୍ରଥମ କହିବେ ଆପଣଙ୍କର ଭଲ ନାଁଟା କୁହ। ମୋ ନାଁ କୈଳାସ ଚନ୍ଦ୍ର ନାୟକ। ଆପଣ ବର୍ତ୍ତମାନ କରୁଛନ୍ତି କ'ଣ, ମାନେ କେଉଁ ବିଜନେସ୍? ଗୋଟେ ବସ୍ ବିଜନେସ୍ରେ ଅଛି ଆଉ। ବସ୍ ବିଜନେସ୍। ଆଉ କେତେ ଖଣ୍ଡ ବସ୍ ଆପଣଙ୍କର? ଅବିକା ଆଉ 3-4 ଖଣ୍ଡ ଅଛି। 4 ଖଣ୍ଡ ମାତ୍ର ଅଛି। ଯଦି ବସ୍ ବିଜନେସ୍ ଆପଣମାନେ କରିପାରିବେ ତେବେ ରାତାରାତି କୋଟି କୋଟି ଟଙ୍କା ରୋଜଗାର କରିପାରିବେ। ଉଦାହରଣ ଦେଖନ୍ତୁ, କେମିତି ହେବ? ଆଉ କେତେ ହଉ 4ଟା ବସ୍ରେ ଆପଣ 8-10 ପ୍ରାଣୀକୁ ପରିବାର ପ୍ରତିପୋଷଣ କଲେ, ମାସ ଚଲେଇଲେ ସେତିକି କରିହେବ ଯେ ଘରଟା ଚଳିହେବ, ବନ୍ଧୁବାନ୍ଧବ ଦେଇହେବ। ଆଉ କୋଟିପତି ହେଇପାରିବ ନାହିଁ। କାହିଁ ହେଇପାରିବ? ସରକାରଙ୍କ ଯେଉଁ ନୀତି, ତ ବସ୍ ମାରଣ ନୀତି, ବସ୍ ମାଲିକ ମାରଣ ନୀତି, ମାଲିକ କ'ଣ ଶ୍ରମିକ ସମସ୍ତେ ବ୍ୟବସାୟ ରହିବନି, ମାନେ କେହି ରହିବେନି। 4 ଖଣ୍ଡ ବସ୍ରୁ ମାସକୁ ଟଙ୍କା 15 ଲକ୍ଷ ତ ଆସୁଥିବ। 15 ଲକ୍ଷ କେଉଁ ପଟରେ ଆସିବ? ବସ୍ର ଭଡ଼ା କେତେ? ଗୋଟେ ବସ୍ରୁ ଟଙ୍କା 1000-1500 ବଞ୍ଚିବା ମୁସ୍କିଲ। କେମିତି? ଆମେ ଏଇଠି ଦେଖୁଛୁ ଯେତେବେଳେ ନାଇଟ୍ କୋଚ୍ ଯାଉଛି କାଲକାଟା, ସେମାନେ ବର୍ଷକୁ ଆଜ୍ଞା 30 ଲକ୍ଷ 40 ଲକ୍ଷ କମେଇ ଦେଉଛନ୍ତି। ନାଇଁ ନାଇଁ, ଆମର ତ ନାଇଟ୍ ବସ୍ ଯାଉନି, ଆମର ଡେ ବସ୍। ଡେ ବସ୍ ଲୋକାଲରେ ଚାଲୁଛି। ଲୋକାଲ ଗାଡ଼ିର ଭଡ଼ା ଏତେ ନୁହଁ, ବହୁତ କମ୍। ତା ଦେହରେ ମେଣ୍ଟେନାନ୍ସ ଯାଇକି ସରକାରଙ୍କର ଯେଉଁ ଦୌରାତ୍ମ୍ୟ ଇଏ ହେଲା, ଗାଡ଼ି ଯାଉଛି ରାସ୍ତାରେ କିଛି ନାହିଁ, ଶୁଖିଲାରେ ଗୋଟେ ଫଟୋ ଉଠେଇ ଛାଡ଼ିଦେଲା, କ'ଣ ନା ଇଏ ହେଉଛି ଦିଅ 4000 ଫାଇନ୍ ଲାଗା ଯାଉଥିଲା ହାଇ ସ୍ପିଡ଼ରେ, ନୋ ଡକୁମେଣ୍ଟ, ଅମକ ସମକ, କିଛି ଇଏ ନାହିଁ, କିଛି ଦେଖା ନାହିଁ, ଦେଖି ନାହିଁ, ଛାଡ଼ିଦେଲେ। ଆଜିର ସମୟରେ ଯେଉଁମାନେ ବିଜନେସ୍ କରିବା ପାଇଁ ଚାହାନ୍ତି ବସ୍ ବିଜନେସ୍, ତାମାନେ ଆପଣ କହୁଛନ୍ତି ସେ କରିବା ଦରକାର ନୁହେଁ? ନାଇଁ, ବସ୍ ବିଜନେସ୍ କହିବାକୁ ମୁଁ କାହାକୁ ଆଡ଼ଭାଇଜ୍ ଏପର୍ଯ୍ୟନ୍ତ କରିନି କି କରିବି ନାହିଁ। ଆପଣ ପୁଣି କରିକି ତିଷ୍ଠିଲେ ତି? ମୁଁ କରିଛି, କିନ୍ତୁ ମୋ ପିଲା ଆଦେହରେ କେହି ନାହାନ୍ତି। ତିଷ୍ଠିଛି କେଉଁଠି? ମୁଁ ଏମିତି ବଞ୍ଚିଛି, ଆଉ ତିଷ୍ଠିଛି ମାନେ କ'ଣ? ତାମାନେ ଆପଣ କୁହନ୍ତି ଏ ବିଜନେସ୍ କରିବା ଭଲ ନୁହେଁ? ନା, ଏଠାରେ 100 ମାନେ ପୁରା 24 ଘଣ୍ଟା ଏନଗେଜ୍ ରହିବ, ଆଉ ପଇସା କିଛି ପାଇବନି। ଡେ ବସ୍ଟା ଭଲ ନା ନାଇଟ୍ କୋଚ୍ଟା ଭଲ? କେହି ଭଲ ନୁହେଁ, ଡେ ବି ଭଲ ନୁହେଁ, ଲାଇଟ୍ ବି ଭଲ ନୁହେଁ। ବହୁତ ଲୋକ ଆଦେହରେ ବର୍ବାଦ ହେଇଗଲେଣି। ଯିଏ ଏମିତି ଅଛନ୍ତି, କାହାର ଭାଗ୍ୟ ଭଲ ପଡ଼ିଯାଇ ଚଳୁଛନ୍ତି। ଆପଣଙ୍କର ଭଲଟି? ନାଇଁ, ମୁଁ ଭଲ ବୋଲି କହିବି ନାହିଁ, ଆଭରେଜ୍ ଚାଲିଛି ଏମିତି ଗୋଟେ କହିବେ କେହି ବସ୍ ବେପାର ନା। ଆମେ ଯେତେବେଳେ କରିଥିଲୁ, ମୁଁ 78 ମସିହାରୁ ବସ୍ ବେପାରରେ ଅଛି। ସେତେବେଳେ ଯେତେବେଳେ ଆମେ କରିଥିଲୁ, ସେତେବେଳେ ପରିସ୍ଥିତି ଅଲଗା ଥିଲା। ବସ୍ ମାଲିକର ସମ୍ମାନ ଥିଲା। ଲାଭ ବି ଥିଲା ନା, ଲାଭ ସେତେବେଳେ ନଥିଲା କି ଏବେ ବି ନାହିଁ। ଏବେ ଅବଶ୍ୟ ରାସ୍ତାଘାଟ ଅବସ୍ଥା ଟିକେ ସୁଧୁରି। ଯେତେବେଳେ ରାସ୍ତାଘାଟ ବହୁତ ଖରାପ ଥିଲା, ମେଣ୍ଟେନାନ୍ସରେ ବହୁତ ଅସୁବିଧା ବି ହେଉଥିଲା। ଲାଭ ଏତେ ପ୍ରାୟ ହୁଏ ନାହିଁ। ଲୋକ ସେତେବେଳେ ବି ବର୍ବାଦ ହେଉଥିଲେ, ଏବେ ବି ବର୍ବାଦ ହେଉଛନ୍ତି। ତା ଦେହରେ ନୂଆ ନୂଆ ଲୋକ ପଳେଇ ଯାଉଛନ୍ତି। ଏମିତି ଯେଉଁ କହୁଛ ନୂଆ ବିଜନେସ୍ ଆଇଡ଼ିଆ ନେଇକି ପଳେଇ ଯାଉଛନ୍ତି। କାହାର ଜମି ବିକ୍ରି ହେଇଛି, ସେ ପଳେଇ ଆସିଲା, ଦେଖିଲା ଟଙ୍କା ଆସୁଛି, ଖର୍ଚ୍ଚ ବାହାର ଯାଇ ଦିନକୁ 1500 ଆସିଲା, ମାସକୁ 45,000 ହିସାବ କରିଦେଲା, ବର୍ଷକୁ ହିସାବ କଲା ବେଳକୁ ମୁଣ୍ଡ ଖରାପ। ଖର୍ଚ୍ଚ କେତେ ଯିବ ତାର ସେମାନେ ତ ଜାଣିନାହାନ୍ତି ଖର୍ଚ୍ଚ କେତେ ଯିବ। ଦୂର ପର୍ବତ ସୁନ୍ଦର। ଯେତେବେଳେ ଆସିଲେ ଆକ୍ଚୁଆଲି ବିଜନେସ୍କୁ, ଦେଖିଲେ ଟ୍ୟାକ୍ସ, ଫିଟନେସ୍, ଇନ୍ସୁରାନ୍ସ, ଟାୟାର, ଆଉ ପ୍ରଶାସନର ଦୌରାତ୍ମ୍ୟ, ୟାକୁ ସମ୍ଭାଳିଲା ବେଳକୁ ପକେଟ୍ ମାଇନସ୍। କରିବ କ'ଣ? ସେମାନେ ଛାଡ଼ିକି ପଳେଇଲେ। ହଁ, ହଉ ସାର୍, ବହୁତ ଧନ୍ୟବାଦ ସାର୍। କିନ୍ତୁ ଗୋଟିଏ କଥା, ଗୁରୁ ଜ୍ଞାନ। ଆମେ ଯାହା ଭାବୁଥିଲୁ ରାତାରାତି ଲୋକଙ୍କୁ ଏ ଆଇଡ଼ିଆଟା ଦେବା, କିନ୍ତୁ ଯେତେବେଳେ ମଞ୍ଜ ଲୋକଙ୍କ ପାଖକୁ ଆସିଲୁ, ସେ କହୁଛନ୍ତି ବସ୍ ତୁମେ କର ନାହିଁ, କଲେ ଭାସିଯିବ, 3-5ରୁ ଯିବ। ଆଉ କ'ଣ ବସ୍ କମ୍ ପଇସା ହେଇଛି? ତେଣୁକରି 2026ର ସବୁଠାରୁ ବ୍ୟାଡ଼୍ ଆଇଡ଼ିଆ, ନାଇଁ ବ୍ୟାଡ଼୍ ଆଇଡ଼ିଆ ନୁହଁ। ଯଦି ନେଇ ଆଣି ଥୋଇପାରିବ ତାହେଲେ କର, ନହେଲେ କର ନାହିଁ। ଚାଲ।